দেখুন ইমতে 3-4টা মতো অভিযোগ করলে କି ଦାଦା ଇଆଡ଼ୁ ହଜାର ହଜାର ସଂଖ୍ୟାରେ ଗୋମାତା ଯାଇକର ଆନ୍ଧ୍ରା ସାଇଡ଼୍ରେ ହାଇଦ୍ରାବାଦ ସାଇଡ଼୍ ଯାଇକର ସେନେ ଗୋ କୋଟିଂ ହେଉଛି। ଆଜି ସକାଳେ ଯେତେବେଳେ 4:30 ମୋତେ ଫୋନ୍ କଲେ ଶ୍ରୀରାମ ଗୋ ସେବା ସମିତିର ସଦସ୍ୟମାନେ, କହିଲେ ଦାଦା ଆସ ଦେଖି ଆସୁ। ମୁଁ ଉଠିଲି, ଆମର ସାଙ୍ଗଟେ ଡାକିଲି, ମୋଟରସାଇକେଲ ଆମେ ଆସୁ, ଦେଖିଲୁ ହଜାର ସଂଖ୍ୟାରେ ଗୋମାତା ମାନେ ଏନେ ଅଛନ୍। ଆଜି ଦେଖୁନ୍ ସେ ଗୋମାତା ମାନଙ୍କ ଗୋଡ଼ ହାତ ଯେନ୍ ହିସାବରେ ଭାଙ୍ଗି ଯାଇଛି, ବ୍ଲଡ୍ ଚାରିଆଡ଼େ ଯାହା ପଡ଼ୁଛି, ଦେଖିଲା ପରେ ପୁରା ହୃଦୟ ଭିତରୁ କନ୍ଦା ବାହାରୁଛି। ଆଜି ଇ ପ୍ରକାର ଯେନ୍ ଫେର୍ କାମ କରବା ସେମାନେ ଦୋଷୀ ହେବେ। ସରକାର ଲକ୍ଷ ଲକ୍ଷ ଟଙ୍କା ଦଉଛି ଗୋଶାଳା କରିବାକୁ, ଗୋ ସେବା କରିବା ପାଇଁ ଅନେକ ଗୁଡ଼ିଏ ପାଣ୍ଠି ଦଉଛି, ଜାଗା ଦଉଛି, ପଇସା ଦାନା କୋଣା ପାଇଁ କୋଟି କୋଟି ଟଙ୍କା ସରକାର ଦଉଛନ୍ତି। ତା ବାହାରେ ଫେର୍ କିଛି ଦଲାଲ ମାନେ ପଇସା ପାଇଁ ସେମାନେ ଇ ବେପାର କରଛନ୍। ଆଜି ଶ୍ରୀରାମ ଗୋସେବା ସମିତି ବାଲେ ସମସ୍ତେ ଗାଁ ହଜାର ଗୋମାତାକୁ ରଖି ଏବେ ଏମାନେ ଡିସାଇଡ୍ କରିବେ କି ଗୋମାତାକୁ ଜଙ୍ଗଲ ଛାଡ଼ବେ କିମ୍ବା ପୁଲିସକୁ ହ୍ୟାଣ୍ଡ ଓଭର କରିବେ, ଆଉ ଯେନ୍ ଦୋଷୀମାନଙ୍କୁ ଦଣ୍ଡ ନିଶ୍ଚୟ ମିଲବା। ଏସବୁ କାମ ଆଗାମୀ ଦିନେ ଯଦି ଆମେ ଦଣ୍ଡ ଦେବା, ଏମାନେ ଇ କାମ ଆଗାମୀ ଦିନେ ନାଇଁ କର। ଆଉ ଆମର ହିନ୍ଦୁମାନଙ୍କର ଧର୍ମ ଅଛି ଗୋମାତା ରକ୍ଷା କରବା, ଆମେ ନିଶ୍ଚୟ ଗୋମାତାର ରକ୍ଷା କରମୁ। ଆଉ ଇ ଦଲାଲ ମାନକେ ହଟେଇ କର ଗୋମାତାକେ ସୁରକ୍ଷା କରି ରଖମୁ।